ଜୟ ଗୁରୁ। ବନ୍ଧୁଗଣ, ଆପଣ କେବେ ଭାବିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ରୂପ କାହିଁକି ଅସମ୍ପୂର୍ଣ୍ଣ? ହାତ ନାହିଁ, ଗୋଡ଼ ନାହିଁ, କେବଳ ଦୁଇଟି ବଡ଼ ବଡ଼ ଚକା ଆଖି। କିନ୍ତୁ ଶ୍ରୀ ଶ୍ରୀ ଠାକୁର କୁହନ୍ତି, ଏହି ଅସମ୍ପୂର୍ଣ୍ଣ ରୂପ ଭିତରେ ହିଁ ସମ୍ପୂର୍ଣ୍ଣ ଜୀବନର ରହସ୍ୟ ଲୁଚି ରହିଛି। ଆଜି ଆମେ ସେହି ରହସ୍ୟ ଖୋଲିବା। ମହାପ୍ରଭୁ ଜଗନ୍ନାଥ ଆଉ ଶ୍ରୀ ଶ୍ରୀ ଠାକୁର ଦୁଇଟି ନାମ, କିନ୍ତୁ ଗୋଟିଏ ସତ୍ୟ। ନୀଳାଚଳ ଧାମର ଯେଉଁ ଗୁପ୍ତ ତତ୍ତ୍ୱ ଶାସ୍ତ୍ରରେ ଲୁଚିଛି, ଶ୍ରୀ ଶ୍ରୀ ଠାକୁର ସେହି କଥାକୁ ଅତି ସରଳ ଭାଷାରେ ଆମ ଜୀବନ ସହ ଯୋଡ଼ି ଦେଇଛନ୍ତି। ଆଜି ଜାଣିବା ସେହି ଚାରୋଟି ତତ୍ତ୍ୱ କ'ଣ କ'ଣ। ଆସନ୍ତୁ ଜାଣିବା ମହାପ୍ରଭୁ ଜଗନ୍ନାଥ ଓ ଠାକୁରଙ୍କ ଦୃଷ୍ଟିରେ ଜୀବନର ଚାରୋଟି ଗୁପ୍ତ ତତ୍ତ୍ୱ। ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, କାରଣ ଚତୁର୍ଥ ତତ୍ତ୍ୱଟି ଆପଣଙ୍କ ଘରର ଶାନ୍ତିକୁ ବଦଳାଇ ଦେଇପାରେ। ପ୍ରଥମ ତତ୍ତ୍ୱଟି ହେଲା ନାମର ଶକ୍ତି। ମହାପ୍ରଭୁ ଜଗନ୍ନାଥ ଶବ୍ଦର ଅର୍ଥ କ'ଣ? ଜଗତର ନାଥ, ସମଗ୍ର ବିଶ୍ୱର ସ୍ୱାମୀ। ଏହି ନାମ ନିଜେ ଏକ ମହାମନ୍ତ୍ର। ଶ୍ରୀ ଶ୍ରୀ ଠାକୁର କୁହନ୍ତି, ନାମ ଜପ ହିଁ ଏହି ଅଶାନ୍ତ ଯୁଗରେ ମନକୁ ଶାନ୍ତ କରିବାର ସର୍ବଶ୍ରେଷ୍ଠ ମହୋଷଧି। ଯେଉଁ ନାମ ଆପଣ ଶ୍ରଦ୍ଧାରେ ନିଅନ୍ତି, ସେହି ନାମ ଆପଣଙ୍କ ମନର ବିକ୍ଷିପ୍ତତାକୁ ଏକାଗ୍ର କରିଦିଏ। ମହାପ୍ରଭୁ ଜଗନ୍ନାଥଙ୍କ ନାମ କେବଳ ଭକ୍ତି ନୁହେଁ, ଏହା ଏକ ମାନସିକ ବିଜ୍ଞାନ। ଦ୍ୱିତୀୟ ତତ୍ତ୍ୱଟି ହେଲା ଅସମ୍ପୂର୍ଣ୍ଣ ରୂପ, ସମ୍ପୂର୍ଣ୍ଣ ଭାବ। ଦେଖିବା ଆସନ୍ତୁ, ମହାପ୍ରଭୁ ଜଗନ୍ନାଥଙ୍କ ଆଖିର ପଲକ ନାହିଁ, ହାତ ନାହିଁ କି ଗୋଡ଼ ବି ନାହିଁ। ଏହାର ଗଭୀର ଅର୍ଥ କ'ଣ? ଏହା କହେ ପରମେଶ୍ୱରଙ୍କୁ ଆକାରରେ ବାନ୍ଧି ହେବ ନାହିଁ। ସେଥିପାଇଁ ତ ସେ ନିରାକାର, ଅଥଚ ସେ ଦାରୁ ବ୍ରହ୍ମ ଭାବେ ସାକାର ମଧ୍ୟ। ଶ୍ରୀ ଶ୍ରୀ ଠାକୁର ଏହି କଥାକୁ ଇଷ୍ଟତତ୍ତ୍ୱ ଭାବେ ବୁଝାଇଛନ୍ତି ଯେ ଜୀବନରେ ଗୋଟିଏ ଇଷ୍ଟ, ଗୋଟିଏ ଆଦର୍ଶ, ଗୋଟିଏ ଲକ୍ଷ୍ୟ ଧରି ଚାଲିଲେ ଜୀବନରେ କେବେ ବିଭ୍ରାନ୍ତ ହୁଏ ନାହିଁ। ଏହି କଳିଯୁଗରେ ଯେତିକି ଦେବତା, ସେତିକି ବିଚ୍ଛିନ୍ନତା। ଯଦି ଜୀବନରେ ଗୋଟିଏ ଇଷ୍ଟରେ ଚିତ୍ତ ରଖିବ, ତାହା ହିଁ ଜୀବନର ସମ୍ପୂର୍ଣ୍ଣ ଏକାଗ୍ରତା। ଶ୍ରୀ ଶ୍ରୀ ଠାକୁର ଆହୁରି କୁହନ୍ତି, ଏକ ଆଦର୍ଶରେ ହିଁ ଆସେ ଏକତା। ଆଦର୍ଶ ଯେଉଁମାନଙ୍କର ଏକତା ବି ସେମାନଙ୍କର ସହଜ। ବନ୍ଧୁଗଣ, ଏଠାରେ ଗୋଟିଏ ପ୍ରଶ୍ନ ରଖୁଛି, ଆପଣ ଜୀବନରେ କେତୋଟି ଇଷ୍ଟ ଧରି ଚାଲୁଛନ୍ତି? 10ଟି ଲକ୍ଷ୍ୟ, 10ଟି ଆଦର୍ଶ? ଯଦି ହଁ, ତେବେ ପରବର୍ତ୍ତୀ ଦୁଇଟି ତତ୍ତ୍ୱ ଆପଣଙ୍କ ପାଇଁ ଅତି ଜରୁରୀ। ଶୁଣି ଚାଲନ୍ତୁ। ତୃତୀୟ ତତ୍ତ୍ୱଟି ହେଲା ରଥ ହେଉଛି ଆପଣଙ୍କ ଶରୀର, ଆପଣ ହେଉଛନ୍ତି ତା'ର ସାରଥୀ। ରଥଯାତ୍ରାରେ ଆମେ ରଥ ଟାଣୁ ସତ, କିନ୍ତୁ ଭାବିଛନ୍ତି ଏହାର ଗୁପ୍ତ ଅର୍ଥ କ'ଣ? ଏହି ଶରୀର ରୂପୀ ରଥରେ ବସିଛନ୍ତି ପରମାତ୍ମା। ମନ ହେଉଛି ତା'ର ଲଗାମ, ଆଉ ଇନ୍ଦ୍ରିୟ ଗୁଡ଼ିକ ହେଉଛନ୍ତି ତା'ର ଘୋଡ଼ା। ଶ୍ରୀ ଶ୍ରୀ ଠାକୁର କୁହନ୍ତି, ରଥକୁ ଟାଣିବାର ଅର୍ଥ ହେଉଛି ଆପଣଙ୍କ ପ୍ରୟାସ, କିନ୍ତୁ ତା'ର ଦିଗ ଦେଖାନ୍ତି ପରମାତ୍ମା। ପ୍ରୟାସ ତ ଆପଣଙ୍କର, ଫଳ ହେଉଛି ତାଙ୍କର। ଏହି ସମର୍ପଣ ଭାବ ଆସିଗଲେ ଜୀବନର ସମସ୍ତ ଦୁଃଖ, ଚିନ୍ତା, ଅଶାନ୍ତି ସବୁ ହାଲୁକା ହୋଇଯାଏ। ଚତୁର୍ଥ ତତ୍ତ୍ୱଟି ହେଉଛି ମହାପ୍ରସାଦର ସମାନତା। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସାଦରେ କୌଣସି ଭେଦଭାବ ନାହିଁ। ଉଚ୍ଚ ନୀଚ, ଧନୀ ଗରିବ ସମସ୍ତେ ଏକ ପାତ୍ରରେ ପ୍ରସାଦ ବାଣ୍ଟି ଖାଆନ୍ତି। ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନର ମୂଳ ମନ୍ତ୍ର ଥିଲା ଏହି ସେବା ଓ ସମାନତା। ସେ କୁହନ୍ତି, ପ୍ରେମ, ଶ୍ରଦ୍ଧା, ସେବା ଏହି ତିନୋଟି ନିଜ ଘରେ ଆଣି ଦେଖନ୍ତୁ, ତେବେ ଆପଣଙ୍କ ଘର ନିଜେ ଏକ ନୀଳାଚଳ ଧାମ ହୋଇଯିବ। ଘରେ ଅଶାନ୍ତିର ମୂଳ କାରଣ ହେଉଛି ମୁଁ।
ଏବଂ ମୋର, ଏହା ହିଁ ପ୍ରସାଦର ସମାନତା ଭାବ ଦୂର କରିଦିଏ। ବନ୍ଧୁଗଣ, ଯଦି ଏହି 4ଟି ତତ୍ତ୍ୱ ଆପଣଙ୍କ ମନକୁ ଛୁଇଁଛି, ତେବେ ଏହି ଭିଡ଼ିଓକୁ ଲାଇକ୍ଟିଏ କରନ୍ତୁ ଏବଂ ଆପଣଙ୍କ ପରିବାର ସହ ନିଶ୍ଚୟ ସେୟାର କରନ୍ତୁ, କାରଣ ଭଲ କଥା ବାଣ୍ଟିଲେ ହିଁ ତାହା ବଢ଼େ। ଏବେ ଆସନ୍ତୁ ଏହାକୁ ପ୍ରୟୋଗରେ ଆଣିବା। ଆଜିଠାରୁ ଆପଣ କ'ଣ କରିବେ? ଏମିତି 3ଟି ସରଳ କାମ ମାତ୍ର କରି ଦେଖନ୍ତୁ। ପ୍ରଥମେ, ସକାଳେ ଉଠି ମାତ୍ର 2 ମିନିଟ୍ ଆପଣଙ୍କ ଇଷ୍ଟଙ୍କ ନାମ ଜପ କରନ୍ତୁ। ଦ୍ୱିତୀୟରେ, ନିଜ ଜୀବନରେ ଗୋଟିଏ ମାତ୍ର ଇଷ୍ଟ ଓ ଗୋଟିଏ ମାତ୍ର ଆଦର୍ଶକୁ ସ୍ଥିର କରନ୍ତୁ। ତୃତୀୟରେ, ଘରର କାହା ସହ କିଛି ମତଭେଦ ହେଲେ ମନେ ପକାନ୍ତୁ ସେହି ମହାପ୍ରସାଦର ସମାନତା। ମୁଁ ଛାଡ଼ି ଆମେ ଭାବନ୍ତୁ। ଏହି 3ଟି କାମ ମାତ୍ର 21 ଦିନ କରି ଦେଖନ୍ତୁ ଆଜ୍ଞା। ହଁ, ଆପଣଙ୍କ ଘରର ପରିବେଶ ନିଶ୍ଚୟ ବଦଳିଯିବ। ବନ୍ଧୁଗଣ, ଏହି ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଆମ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ ଦବାଇ ରଖନ୍ତୁ, ଯେପରି ପ୍ରତ୍ୟେକ ନୂଆ ଆଧ୍ୟାତ୍ମିକ ବାଣୀ ସବୁଠୁ ଆଗେ ଆପଣଙ୍କ ପାଖରେ ପହଞ୍ଚିବ। ପରମ ପିତା ଆପଣଙ୍କ ଘରେ ଶାନ୍ତି, ଆନନ୍ଦ ଓ ମଙ୍ଗଳ ବିଧାନ କରନ୍ତୁ, ଏତିକି ପ୍ରାର୍ଥନା କରି ଏଇଠି ରହିବା। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।